ମୋ ନାଁ ଶ୍ରାବଣୀ କିରାର, ମୁଁ ଭଦ୍ରକରୁ। ନିହାତି ଭାବରେ ସମ୍ଭବ ଫାଉଣ୍ଡେସନର ଯେ ସଭାପତି ଅଛନ୍ତି ଆମ ରଘୁ ଭାଇ, ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ଦେଖନ୍ତୁ, ଗ୍ରୀଷ୍ମ ଋତୁ ଚାଲିଛି, ଏତେ ଗରମ ଦିନରେ ବି ଲୋକମାନେ ବ୍ଲଡ ଦେବା ପାଇଁ ଡରୁଛନ୍ତି। ସେ ଏତେ ସୁନ୍ଦର କାମ ପ୍ରତ୍ୟେକ ବର୍ଷ କରୁଛନ୍ତି, ତ ବହୁତ ପିଲା ଆସୁଛନ୍ତି ବ୍ଲଡ ଦଉଛନ୍ତି। ସବୁଠୁ ବଡ କଥା ହଉଛି ସେ ଗାଁ ଭିତରେ କରୁଛନ୍ତି, ଟାଉନ ଠୁ ଲଗେଇକି 10-15 କିଲୋମିଟର ଭିତରେ କରୁଛନ୍ତି, ତ ବହୁତ ଖୁସି ଲାଗୁଛି। ଖାଲି ସେ କାମ ନୁହଁ, କୋଉଠି ଘର ପୋଡିଗଲା, ଜଳ ଛତ୍ର, ମେଡିକାଲ କେସ୍ ସବୁବେଳେ ସେ ଲାଗି ଥାଉଛନ୍ତି, ତ ବହୁତ ଖୁସି ଲାଗେ। ତ ମତେ ବଡ ଭଉଣୀ ଭଳିଆ ମାନନ୍ତି, ସବୁ ପ୍ରୋଗ୍ରାମରେ ଡାକନ୍ତି, ମୁଁ ତାଙ୍କ ପାଖରେ ଗୋଟେ ଭଉଣୀ ଭଳିଆ ଛିଡା ହୁଏ, ତ ବହୁତ ଖୁସି ଲାଗେ, ବହୁତ ଆନନ୍ଦ ବି ଲାଗେ। ନିହାତି ଭାବରେ ମୁଁ ସମସ୍ତଙ୍କୁ କହିବି, ସମ୍ଭବ ଫାଉଣ୍ଡେସନକୁ ଦେଖି କିଛି ଶିଖନ୍ତୁ। ସବୁ ଭାଇ ମାନେ ସମ୍ଭବ ଫାଉଣ୍ଡେସନ ସହିତ ଯୋଡି ହୁଅନ୍ତୁ। ଆମର ବୁନ୍ଦେ ବୁନ୍ଦେ ରକ୍ତ କାହାର ଜୀବନ ବଞ୍ଚେଇ ପାରିବ। ଆମେ ଯଦି ଏଇ ବୟସ ଲୋକମାନଙ୍କୁ ସାହାଯ୍ୟ ନ କରିବା କେବେ କରିବା? ମାନବ ଜନ୍ମ ଆମେ ପାଇଛନ୍ତି, ଶ୍ରେଷ୍ଠ ଜନ୍ମ, ତ ସେଥିପାଇଁ ଆମେ ନିହାତି ଭାବରେ ମାନବିକ ହିସାବରୁ ଅନ୍ୟମାନଙ୍କୁ ସାହାଯ୍ୟ ସହଯୋଗ କରିବା ଆମର ନିହାତି ଭାବରେ ଗୋଟେ କର୍ତ୍ତବ୍ୟ, ଧର୍ମ ମଧ୍ୟ। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ହେତୁ ଭଦ୍ରକ ବ୍ଲଡ ବ୍ୟାଙ୍କରେ ବହୁତ ରକ୍ତର ସମସ୍ୟା ଦେଖାଯାଉଛି, ଯାହାଫଳରେ କି ରୋଗୀମାନେ ବି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସମ୍ଭବ ଫାଉଣ୍ଡେସନ ଏବଂ ସମ୍ବାଦ ଆମକୂଲ୍ୟ ଆମ ଓଡ଼ିଶା ସମ୍ବାଦ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର କରାଯାଇଥିଲା। ଏଥିରେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ଏବଂ ଅନ୍ୟାନ୍ୟ ସାମ୍ବାଦିକ ଭାଇ ଏବଂ ଆମ ସମ୍ବାଦ ଆମ ଓଡ଼ିଶାର ଜିଲ୍ଲା ପ୍ରତିନିଧି ହରିହର ଏବଂ ତପନ ଭାଇ ସେ ଉପସ୍ଥିତ ଥିଲେ। ତେଣୁ ଆପଣମାନଙ୍କୁ ମୁଁ ସଜେସନ କରିବି ଯେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରେ ଭଦ୍ରକ ବ୍ଲଡ ବ୍ୟାଙ୍କରେ ରକ୍ତର ଅଭାବ ଦେଖାଦେଉଛି। ତେଣୁ ଆପଣମାନେ ସମସ୍ତେ ରକ୍ତଦାନ ଶିବିର କରନ୍ତୁ ଏବଂ ସ୍ୱ ଇଚ୍ଛାରେ ରକ୍ତଦାନ କରି ଏବଂ ପୁଣ୍ୟ ଅର୍ଜନ କରନ୍ତୁ।